ज्ञानञ्जनस्य ममज्ञानतिमिरान्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। हरे कृष्ण 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 हरे 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 राम 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 हरे हरे। हरे कृष्ण। तथा साहसन स्वागत है इस सेशन में। नमस्ते। तो आज इस सेशन में आप समझते भगवद गीता द्वितीय अध्याय 15 नंबर श्लोक। तो 15 नंबर श्लोक विश्व राम 14 नंबर तक इसे पढ़िए। जो श्रुति अच्छी जी। मात्रा स्पर्शास्तु कौन्तेय शीतोष्णसुखदुःखदा आगमापायिनोत्या शान्तदुःखस्य भारत। ବୁଝାଯାଉଛି ଏ କୁନ୍ତୀପୁତ୍ର ସୁଖ ଦୁଃଖର ଅସ୍ଥାୟୀ ଆବିର୍ଭାବ ଏବଂ କାଳକ୍ରମେ ସେମାନଙ୍କର ତୀର ଭାବ ଶୀତ ଓ ଗ୍ରୀଷ୍ମ ଋତୁ ଭଳି ଆସେ ଏବଂ ଯାଏ। ଏ ଭାରତ ବଂଶଜ ସେମାନେ ଇନ୍ଦ୍ରିୟ ଭୋଗରୁ ଜାତ ହୁଅନ୍ତି ଏବଂ ବ୍ୟକ୍ତି ସେଥିରେ ବିଚଳିତ ନ ହୋଇ ସେଗୁଡ଼ିକୁ ସହିଯିବାକୁ ଅଭ୍ୟାସ କରିବା ଉଚିତ। ଏଠାରେ ଭାବାଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ କର୍ତ୍ତବ୍ୟ ସମ୍ପାଦନ ସମୟରେ ବ୍ୟକ୍ତିକୁ କିପରି ଅସ୍ଥାୟୀ ସୁଖ ଦୁଃଖକୁ ସହିବାକୁ ପଡ଼ିବ ତାହା ଶିକ୍ଷା କରିବା ଉଚିତ। ଯେମିତି ମାଘ ମାସରେ ମୋର ଯୋଉମାନେ ସବୁ କୃଷ୍ଣ ଚୈତନ୍ୟ ସବୁ ବ୍ୟକ୍ତି ଅଛନ୍ତି ସେମାନେ ବଡି ସକାଳୁ ଉଠିକି ସ୍ନାନ କର୍ମ ସାରିଥାନ୍ତି ଯେତେ ଶୀତ ବଢିଥାଉ ମଧ୍ୟ। ତ ସେମାନେ ଧର୍ମ ନୀତି ଅନୁସରଣ କରିଥାନ୍ତି କିନ୍ତୁ ଶୀତ ସତ୍ତ୍ୱେ ମଧ୍ୟ ସେମାନେ ପ୍ରାତଃ ସମୟରେ ସ୍ନାନ କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ। ଯେମିତି ଆଉ ଗୋଟେ ବି ଏକ୍ସାମ୍ପଲ ଦିଆ ହେଇଛି ଯେ ସ୍ତ୍ରୀ ଲୋକମାନେ ଯେମିତି ଗ୍ରୀଷ୍ମ ଋତୁ ହେଉ କିମ୍ବା ଶୀତ ଋତୁ ମାନେ ଖୁବ ଗରମ ପଡିଥିଲେ ମଧ୍ୟ ସେମାନେ ପାକଶାଳାରେ ନିଆଁ ପାଖରେ ବସି ଖାଦ୍ୟ ପ୍ରସ୍ତୁତ କରିବା ନେଇ ଦ୍ୱିଧାବୋଧ କରନ୍ତି ନାହିଁ। ତ ସେ ଯେତେ ମାନେ କଷ୍ଟ ସମୟ ଆସିବ ପଛେ କିନ୍ତୁ ଆମକୁ ଆମର ଧର୍ମ ନୀତି ପାଳନ କରିବା ଉଚିତ। ଆଉ ଆମକୁ ଆମ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେବା ଉଚିତ ନୁହେଁ। ତ ସେଇଭଳି ଭାବରେ ଭଗବାନ ଅର୍ଜୁନକୁ ବୁଝାଉଛନ୍ତି ଯେ ଯୁଦ୍ଧ କରିବା କ୍ଷତ୍ରିୟ ଧର୍ମ ନୀତି ଅଟେ। ତ ଯଦିଓ ନୀତି ଦୃଷ୍ଟିରୁ କୌଣସି ବ୍ୟକ୍ତିକୁ ତାର କୌଣସି ବନ୍ଧୁ ବା ଆତ୍ମୀୟ ସ୍ୱଜନକୁ ସାଥିରେ ଯୁଦ୍ଧ କରିବାକୁ ପଡେ ତଥାପି ସେଥିରୁ ବିରତ ହେବା ଉଚିତ ନୁହେଁ। ତ ଭଗବାନ ଏଥିରେ 14 ନମ୍ବର ଶ୍ଲୋକରେ ଏ କଥାଟା ବୁଝେଇଛନ୍ତି ଯେ ଅର୍ଜୁନକୁ ଏଥର ବୁଝେଇଛନ୍ତି ଯେ ଯୁଦ୍ଧ କରିବା ଏକ ପ୍ରତ୍ୟେକ କ୍ଷତ୍ରିୟଙ୍କର ଏକ ଧର୍ମ ନୀତି। ତ ତା ପଛରେ ସେଠାରୁ କେବେ ବିରତ ହେବା ଉଚିତ ନୁହେଁ କାରଣ ଏଇଟା ଏକ କ୍ଷତ୍ରିୟର ଧର୍ମ ଅଟେ। ତ ତାପରେ ଆମେ ଯିବା ଯେ 15 ନମ୍ବର ଶ୍ଲୋକକୁ ଯୋଉଥିରେ କୁହାଯାଇଛି ଜଂ ହି ନ ବ୍ୟଥୟନ୍ତ୍ୟତେ ପୁରୁଷଂ ପୁରୁଷର୍ଷଭ ସମଦୁଃଖ ସୁଖଂ ଧୀର ସୁଅମୃତ କଳ୍ପତେ। ଏଠାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ହେ ପୁରୁଷ ଶ୍ରେଷ୍ଠ ସେ ଅର୍ଜୁନଙ୍କୁ ପୁରୁଷ ଶ୍ରେଷ୍ଠ ଭାବରେ ସେ ସମ୍ବୋଧନ କରୁଛନ୍ତି। ଯେଉଁ ବ୍ୟକ୍ତି ସୁଖ ଦୁଃଖରେ ବ୍ୟଥିତ ହୁଏ ନାହିଁ ଏବଂ ଉଭୟ ପ୍ରକାର ଅବସ୍ଥାରେ ସମଭାବାପନ୍ନ ହୋଇ ରହେ ସେ ନିଶ୍ଚିତ ଭାବରେ ମୁକ୍ତି ପାଇବା ନିମିତ୍ତ ଉପଯୁକ୍ତ ଅଟେ। ତ ସେ ଏଥିରେ କହିବାକୁ ଚାହୁଁଛନ୍ତି ଯେ ଆମର ଯେତେ କଷ୍ଟ ପରିସ୍ଥିତି ଆସୁ କି ଯେତେ ବି ସୁଖ ପରିସ୍ଥିତି ଆସୁ ଆମକୁ ସବୁବେଳେ ସ୍ଥିର ହେଇକି ରହିବାର ଅଛି ନା କି ସୁଖ ହେଲେ ବହୁତ ଏକ୍ସାଇଟେଡ ହେଇଯିବାର ଅଛି ନା ଆମକୁ ଦୁଃଖ ହେଲେ ବହୁତ ସଫର ଆମକୁ ଏମିତି ଭାଙ୍ଗି ପଡିବାର ଅଛି। ତ ଦେଖିବ ଶ୍ରୀଳ ପ୍ରଭୁପାଦ ସେ ଭାବାର୍ଥରେ କଣ କରିଛନ୍ତି କହିଛନ୍ତି ଯେ ଯେଉଁ ବ୍ୟକ୍ତି ଆତ୍ମାନୁଭୂତିର ଉନ୍ନତ ସ୍ତର ଲାଭ ନିମିତ୍ତ ସ୍ଥିର ନିଶ୍ଚିତ ହୋଇଛି ଏବଂ ସୁଖ ଓ ଦୁଃଖକୁ ସମ ଭାବରେ ଗ୍ରହଣ କରିପାରେ ସେ ନିଶ୍ଚିତ ଭାବରେ ମୁକ୍ତି ଲାଭ ନିମିତ୍ତ ଯୋଗ୍ୟ ଅଟେ। କହିଛନ୍ତି ଯେ ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ଚତୁର୍ଥ ଆଶ୍ରମ ଅର୍ଥାତ୍ ସନ୍ନ୍ୟାଶ୍ରମ ଏକ କଠିନ ସ୍ଥିତି ଅଟେ।
ଏ ଆଶ୍ରମରେ ବ୍ୟକ୍ତି କଷ୍ଟ ସହିଷ୍ଣୁ ହେବା ଦରକାର। କିନ୍ତୁ ଯେଉଁ ବ୍ୟକ୍ତି ତାର ଜୀବନକୁ ସର୍ବାଙ୍ଗ ସୁନ୍ଦର କରିବା ନିମିତ୍ତ ଦୃଢ ନିଶ୍ଚିତ ହୋଇଛି, ସମସ୍ତେ ଅସୁ ସମସ୍ତ ଅସୁବିଧା ସତ୍ତ୍ୱେ ସେ ନିଶ୍ଚୟ ସନ୍ନ୍ୟାସ ଗ୍ରହଣ କରିବ। ପାରିବାରିକ ମୋହ ତ୍ୟାଗ କିମ୍ବା ସ୍ତ୍ରୀ ଓ ପିଲାମାନଙ୍କ ସମ୍ପର୍କ ତୁଟାଇବା ଆଦି ବିଷୟରେ ସାଧାରଣତଃ ଅସୁବିଧା ଦେଖାଯାଇଥାଏ। କିନ୍ତୁ ଯଦି କୌଣସି ବ୍ୟକ୍ତି ଏ ପ୍ରକାର ଦୁଃଖକର ସ୍ଥିତିକୁ ସହ୍ୟ କରିବାକୁ ସକ୍ଷମ ହୋଇପାରିଲା, ନିଶ୍ଚିତ ଭାବରେ ତାର ଆତ୍ମାନୁଭୂତି ଲାଭ ମାର୍ଗ ପରିପୂର୍ଣ୍ଣ ଅଟେ। ଠିକ୍ ସେହିପରି କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କୁ କର୍ତ୍ତବ୍ୟ ସମ୍ପାଦନ କରିବା ନିମିତ୍ତ ଉପଦେଶ ଦିଆଯାଇଛି। ଯଦିଓ ପରିବାରର ଲୋକମାନଙ୍କ ସହ କିମ୍ବା ଅତି ପ୍ରିୟ ଲୋକମାନଙ୍କ ସହ ଯୁଦ୍ଧ କରିବା ଅତି କଷ୍ଟ, ତଥାପି କ୍ଷତ୍ରିୟର କର୍ତ୍ତବ୍ୟ ହିସାବରେ ଅର୍ଜୁନଙ୍କୁ ଯେ ଏହା କରିବାକୁ ହେବ, ଏହି ଉପଦେଶ ଦିଆଯାଉଛି। ଯେମିତି ଏଥିରେ ଆଉ ଗୋଟେ ଏକ୍ସାମ୍ପଲ ଦିଆହେଇଛି ଯେ 24 ବର୍ଷ ବୟସରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେଇଥିଲେ ଏବଂ ସେତେବେଳେ ତାଙ୍କର ଯୁବତୀ ସ୍ତ୍ରୀ ଓ ବୃଦ୍ଧା ମାତାଙ୍କର ଯତ୍ନ ନେବାକୁ ସାଙ୍ଗରେ ଆଉ କେହି ନଥିଲେ। ସେମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଉପରେ ନିର୍ଭର କରିଥିଲେ। ତଥାପି ଏକ ମହାନ ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ସେ ଉଚ୍ଚତର କର୍ତ୍ତବ୍ୟ ସମ୍ପାଦନରେ ବରାବର ଦୃଢ ନିଶ୍ଚିତ ଥିଲେ। ଭୌତିକ ବନ୍ଧନରୁ ମୁକ୍ତ ପାଇବାର ଏହା ହିଁ ହେଉଛି ପନ୍ଥା। ତ ଏଇ ଭାବାର୍ଥକୁ ଏମିତି ଲାଇନ ବାଇ ଲାଇନ ବୁଝିଲେ ତାହା ବୁଝେ। ଫାର୍ଷ୍ଟ ଲାଇନ ଯୋଉ କହିଛନ୍ତି, ଯେଉଁ ବ୍ୟକ୍ତି ଆତ୍ମାନୁଭୂତିର ଉନ୍ନତ ସ୍ତର ଲାଭ ନିମିତ୍ତ ସ୍ଥିର ନିଶ୍ଚିତ ହୋଇଛି ଏବଂ ସୁଖ ଦୁଃଖକୁ ସମଭାବେ ଗ୍ରହଣ କରିପାରେ, ସେ ନିଶ୍ଚିତ ଭାବେ ମୁକ୍ତି ଲାଭ କରିପାରେ। ତ ଫାର୍ଷ୍ଟ ଆତ୍ମାନୁଭୂତି କଣ? ଆତ୍ମାନୁଭୂତି ହଉଛି ଆମେ ଆମେ ଏକ ଶରୀର, ସେଇଟା ଆମେ ଭାବିବା କଥା ନୁହଁ, କାରଣ ଆମେ ଗୋଟେ ଆତ୍ମା। ତ ଆତ୍ମାର ଅନୁଭୂତି, ମାନେ ଆମେ ଆତ୍ମା ବୋଲି ଆମ ସେ ଯୋଉ ଅନୁଭୂତିଟା ହଉଛି ସେଟା ହଉଛି ଆତ୍ମାନୁଭୂତି। ତ କିନ୍ତୁ ଆତ୍ମାର ଏବଂ ମୂଳ ଲକ୍ଷ୍ୟ ବି ଅଛି। ଏହି ଆତ୍ମାର ମୂଳ ଲକ୍ଷ୍ୟ ହଉଛି ଭୌତିକ ଜଗତରେ ଭଗବାନଙ୍କ ଭକ୍ତିରେ ଶରୀରକୁ ବିଶୁଦ୍ଧ କରିବା ଏବଂ ଶେଷରେ ଭଗବତ ଧାମ ଯାଇ ଭଗବାନଙ୍କ ସେବାରେ ନିୟୋଜିତ ହେବା। ତ ଭୌତିକ ଆସକ୍ତି ତଥା ଭାଇ ବନ୍ଧୁ କୁଟୁମ୍ବ ଏବଂ କର୍ମ ଚକ୍ରରେ ବାନ୍ଧି ହୋଇ ଶରୀର ପ୍ରତି ସହାନୁଭୂତି ଦେଖାଇବା ଏକ ଆତ୍ମାର ଲକ୍ଷଣ ନୁହେଁ। ଏହା ଏକ ଯେମିତି କହିପାରିବ, ଯେମିତି ସମୁଦ୍ରରେ ଗୋଟେ ଯଦି ଲୋକ ଭାସି ଯାଉଛି, ତ ଆମେ ତାକୁ ଯଦି କେବଳ ଶରୀର ଅଂଶକୁ ରଖି ପାରୁଛେ, ତାହେଲେ ତାର କେବଳ ବସ୍ତ୍ର ସହିତ ରଖିପାରିବା ସହିତ ସମାନ। ତ ଯେତେବେଳେ ମନୁଷ୍ୟ ଭୌତିକ ଜଗତରେ ଆସକ୍ତି ପ୍ରକାଶ କରେ ନାହିଁ, ତେବେ ତା ପାଇଁ ସୁଖ ଦୁଃଖ ସମତୁଲ୍ୟ ହୋଇଯାଏ। ଯଦି ଆମେ ଭୌତିକ ଜଗତ ସହିତ ମାନେ ମ୍ୟାଟେରିଆଲ ଆଟାଚମେଣ୍ଟ କାହା ସହିତ ରଖିବାନି ଏବଂ ତାକୁ ହିଁ ସନ୍ନ୍ୟାସ ଧାରଣ କରିବା କୁହାଯାଇ ପାରିବ, କାରଣ ଆମେ କାହା ସହିତ ଆସକ୍ତ ନୁହଁ କି ଆମକୁ ସୁଖ ଦୁଃଖ ଆମକୁ କିଛି ମାନେ କ୍ଷତି ପହଞ୍ଚେଇ ପାରେନି। ତ ସେ ଆଉ ଗୋଟେ ନେକ୍ସଟ ବର୍ଣ୍ଣାଶ୍ରମ ଅବସ୍ଥା। ତ ଆମର ବର୍ଣ୍ଣାଶ୍ରମ 4 ପ୍ରକାରର ଅଛି। ଗୋଟେ ହେଲା ଫାର୍ଷ୍ଟ ଅଛନ୍ତି ବ୍ରାହ୍ମଣ, ତାପରେ କ୍ଷତ୍ରିୟ, ତାପରେ ବୈଶ୍ୟ, ତାପରେ ଶୂଦ୍ର। ଏ 4ଟି ବର୍ଣ୍ଣାଶ୍ରମ ଅଛି। ତା ତାର ତାର ବି 4ଟା ଷ୍ଟେଜ ଅଛି, ମାନେ ପ୍ରତ୍ୟେକ ବର୍ଣ୍ଣାଶ୍ରମର 4ଟା ଷ୍ଟେଜ ଅଛି। ଗୋଟେ ହଉଛି ବାଲ୍ୟାବସ୍ଥା, ଯାହାକୁ ବ୍ରହ୍ମଚର୍ଯ୍ୟ କୁହାଯାଏ, ଆଉ ସାଂସାରିକ, ଯାହାକୁ ଗୃହସ୍ଥ, ଏବଂ ବାନପ୍ରସ୍ଥ ବୃଦ୍ଧାବସ୍ଥା, ଏବଂ ଚତୁର୍ଥ ଆଶ୍ରମ ହଉଛି ସନ୍ନ୍ୟାଶ୍ରମ। ତ ଏହି ଚତୁର୍ଥ ଆଶ୍ରମ ସନ୍ନ୍ୟାସାଶ୍ରମ ଏକ କଠିନ ସ୍ଥିତି ଅଟେ, ଯେଉଁଥିରେ ବ୍ୟକ୍ତି ତାର ଜୀବନକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଦୃଢ ନିଶ୍ଚିତ ଏବଂ ସମସ୍ତ ଅସୁବିଧା ସତ୍ତ୍ୱେ ନିଜର ନିଶ୍ଚୟ ସନ୍ନ୍ୟାସ ଗ୍ରହଣ କରି ସେ ପ୍ରକୃତିର ଆତ୍ମାନୁଭୂତି ଲାଭ କରିପାରିବେ। ସିଏ ଆକ୍ଚୁଆଲି ସନ୍ନ୍ୟାସ ନେବାଟା ଏତେ ସହଜ କଥା ନୁହଁ। ତା ପାଇଁ ଆମକୁ ପାରିବାରିକ ମୋହ ତାକୁ ତ୍ୟାଗ କରିବାକୁ ପଡେ ଏବଂ ସବୁ କିଛି ସଂସାରକୁ ତ୍ୟାଗ କରିକି କେବଳ ଆମେ ଭଗବାନଙ୍କ ନିତ୍ୟ ସେବାରେ କେବଳ ଲାଗିପାରିବା। ଏହାକୁ ସନ୍ନ୍ୟାସ କୁହାଯାଏ। ତ ଆଉ ଏଇ ଜିନିଷଟା କହିବାର, ଏଇ ଜିନିଷ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏଥିପାଇଁ କହିଛନ୍ତି, ଯେମିତି ସେମିତି କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଯଦିଓ ପରିବାରର ଲୋକମାନଙ୍କ ସହ କିମ୍ବା ଅତି ପ୍ରିୟ ଲୋକମାନଙ୍କ ସହ ଯୁଦ୍ଧ କରିବା
अति कष्ट तथापि क्षत्रियर कर्तव्य हिसाब रे अर्जुन को यह करने भगवान उपदेश देइछन्ते। जेमती सन्यास हेबा आमे आमे भगवान को भक्ति କରିବା ଏବଂ ତାଙ୍କ ନିତ୍ୟ ସେବାରେ ଲାଗିବା ସେଟା ହଉଛି ଆମ ଆତ୍ମାର ପରମ ଲକ୍ଷ୍ୟ। କିନ୍ତୁ ତଥାପି ଆମେ ସାଂସାରିକ ଆଟାଚମେଣ୍ଟ ଭିତରେ ରହିଯାଉଛେ। ଯେମିତି ଆମେ ସେଟାକୁ କହିପାରିବା ଯେ ଆମେ ଆମର ପ୍ରକୃତ କର୍ତ୍ତବ୍ୟକୁ ଭୁଲି ଯାଉଛେ। ସେମିତି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝାଉଛନ୍ତି ଯେ ତମେ ତମର ପ୍ରକୃତ କର୍ତ୍ତବ୍ୟକୁ ଭୁଲି ଯାଅନି। ତମେ ଏକ କ୍ଷତ୍ରିୟ ତ ତମକୁ ଯେକୌଣସି ଯେକୌଣସି ସିଚୁଏସନରେ ମଧ୍ୟ ଯୁଦ୍ଧ କରିବାକୁ ପଡିବ କାରଣ ଏଇଟା ତମର ଧର୍ମ। ତ ଏଇଟା ତ ଯେମିତି କହିଲି ଯେ ୟାର ଏଇ ଗୋଟେ ଏକ୍ସାମ୍ପଲ ଭଲ ଏକ୍ସାମ୍ପଲ ଦେଇଛନ୍ତି ଶିଳ ପ୍ରଭୁପାଦ ଯେ 24 ବର୍ଷ ବୟସରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ନିଜର ନିଜର ସ୍ତ୍ରୀ ଏବଂ ବୃଦ୍ଧ ମାତାଙ୍କୁ ବି ଛାଡିକି ସନ୍ନ୍ୟାସ ଗ୍ରହଣ କରିଥିଲେ। ତଥାପି ସିଏ ଚାହିଁଥିଲେ ତାଙ୍କୁ ଛାଡିକି ଯାଇନଥାନ୍ତି କିନ୍ତୁ ସିଏ ତାଙ୍କ ଆତ୍ମାनुभୂତି ହେଇସାରିଥିଲା ଯେ ଏଇ ଆତ୍ମାଟା ଅଛି କେବଳ କଣ ଭଗବାନଙ୍କର ନିତ୍ୟ ସେବା କରିବା ପାଇଁ। ସେଥିପାଇଁ ଏ ସବୁ ସତ୍ତ୍ୱେ ସେ ତାଙ୍କର ସାଂସାରିକ ଜୀବନକୁ ତ୍ୟାଗ କରିକି ଯୋଉ 24 ବର୍ଷ ବୟସରେ ସନ୍ନ୍ୟାସ ଧାରଣ କରିଥିଲେ। ଆଉ ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା କେମିତି ସମସ୍ତ ବ୍ୟକ୍ତିଙ୍କ ମନରେ କୃଷ୍ଣ ଚୈତନ୍ୟ ଜାଗୃତ କରିବା। ଏହା ହିଁ ତାଙ୍କର ଉଚ୍ଚତର କର୍ତ୍ତବ୍ୟ ବୋଲି ସେ ଦୃଢ ନିଶ୍ଚିତ କରିଥିଲେ। କାରଣ ଭୌତିକ ବନ୍ଧନରୁ ମୁକ୍ତି ପାଇବାର ଏହା ହିଁ ଏକମାତ୍ର ପନ୍ଥା। ଯଦି ଆମେ ଭଗବାନଙ୍କର ଭକ୍ତି କରିବା ଆଉ ଯଦି ଯାହାବି ଆମେ ଜିନିଷ କରିବା ସବୁ ଆମେ ଭକ୍ତିରେ ଏବଂ ସମର୍ପଣର ସହକାରେ ଆମେ ଯଦି କିଛି ଜିନିଷ କରିବା ସେଇଟା ହିଁ ହଉଛି ଆମର ପ୍ରକୃତ ଧର୍ମ। ଧର୍ମ ଅର୍ଥାତ୍ ଡ୍ୟୁଟି ସେଟା ଆମର ପ୍ରକୃତ। ଜୀବନର ଯେକୌଣସି ସ୍ତରରେ ଥିଲେ ମଧ୍ୟ ଶେଷରେ ସମସ୍ତଙ୍କୁ କୃଷ୍ଣଙ୍କ ଶରଣକୁ ଆସିବାକୁ ହିଁ ପଡେ। ସମସ୍ତେ ଯେମିତି ନାସ୍ତିକ ମାନେ ବି ଅଛନ୍ତି କିନ୍ତୁ ସେ ଅଧିକା ଚାହିଁଲେ ସେ ଭଗବାନଙ୍କୁ ବିଶ୍ୱାସ କରିବେନି। କିନ୍ତୁ ଆଟ୍ ଦ ଏଣ୍ଡ ଯେତେବେଳେ ତାଙ୍କର ବହୁତ ଏମିତି ପ୍ରୋବ୍ଲେମ ଆସିବ ସେ କିନ୍ତୁ ଲାଷ୍ଟକୁ ତାଙ୍କୁ ଭଗବାନଙ୍କ ଶରଣକୁ ଆସିବାକୁ ପଡିବ। ସେ ଯେତେ ଅବିଶ୍ୱାସ କରିଥାନ୍ତୁ ଲୋକ। ତ ଏଠାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅର୍ଜୁନକୁ ବୁଝେଇବାକୁ ଚାହୁଁଛନ୍ତି ଯେ ତମେ ଏ ଯୋଉ ଯୁଦ୍ଧ କରିବାକୁ ନ ଚାହୁଁଛ ସେଇଟା ହଉଛି ତମର ଏକ କଣ ତମେ ଏଇ ଭୌତିକ ଆସକ୍ତିରେ ପଡି ଯାଇଛ। ତ ସେଥିରୁ ତମେ ବାହାରି ଆସ କାରଣ ତମେ ପ୍ରକୃତରେ ଏକ ଆତ୍ମା ଏକ ଶରୀର ନୁହେଁ। ତ ଏମିତି ଜଣେ ବ୍ୟକ୍ତି ହୁଅ ଯେ କି ସୁଖ ଦୁଃଖରେ ବ୍ୟଥିତ ହେବ ନାହିଁ। କାରଣ ସୁଖ ଦୁଃଖ ଯେମିତି ଗ୍ରୀଷ୍ମ ଆଉ ଶୀତ ପରି ଆସିବ ଏବଂ ଯିବ। ସେଥିରେ ତମେ ଯଦି ଆସକ୍ତ ହେଇକି ରହିଯିବ ତାହେଲେ ତମେ ତମ ଆତ୍ମାର ଯୋଉ ପ୍ରଧାନ କର୍ତ୍ତବ୍ୟ ଅଛି ତାକୁ ତମେ ଭୁଲିଯିବ। ତ ଆଉ ତମେ ନିଜର କ୍ଷତ୍ରିୟ ଧର୍ମର ପାଳନ ମଧ୍ୟ କରିପାରିବ ନାହିଁ। ଏହି ଭୌତିକ ଜଗତ ହିଁ ଏକ ଦୁଃଖାଳୟ। ଏଠାରେ ପ୍ରତି ମୁହୂର୍ତ୍ତରେ ଦୁଃଖ ଆସିଥାଏ କିନ୍ତୁ ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ନିଜର ସୁଖକୁ ଭଗବାନଙ୍କର କୃପା ଭାବିକି ତାଙ୍କରି ପାଖରେ ସମର୍ପଣ କରିଦିଏ ଏବଂ ତାର ଦୁଃଖକୁ ଭଗବାନଙ୍କର ଏକ ପରୀକ୍ଷା ଭାବିକି ତାକୁ ଆକ୍ସେପ୍ଟ କରିନିଏ। ତ ଏହିପରି ଭାବରେ ତାକୁ ସୁଖ ଏବଂ ଦୁଃଖ କିଛି ତାକୁ ଆସକ୍ତ କରନ୍ତି ନାହିଁ କାରଣ ସେ ସବୁ ଜିନିଷ ଶ୍ରୀକୃଷ୍ଣଙ୍କର ସେ ସବୁ ଜିନିଷ ଶ୍ରୀକୃଷ୍ଣଙ୍କୁ ସମର୍ପଣ କରିଦେଇଛି। ତ ଏଇ ଉଭୟ ଅବସ୍ଥାରେ ସେ ସମଭାବାପନ୍ନ ରହିପାରେ ଏବଂ କୌଣସି ମ୍ୟାଟେରିଆଲ ଆଟାଚମେଣ୍ଟ ତାକୁ କିଛି ଆକ୍ୟୁର କରିପାରିବେ ନାହିଁ ମାନେ ତାକୁ କିଛି ଖରାପ ରାସ୍ତାରେ ନେଇପାରେ ନାହିଁ। ତ ଏଥିପାଇଁ ସେ ମୁକ୍ତି ପଥରେ ଚାଲିଯାଏ ଏବଂ ଭଗବତ ଧାମ ଯିବା ପାଇଁ ସେ ଅଗ୍ରସର ହେଇଯାଏ। ହରେ କୃଷ୍ଣ। କୃଷ୍ଣ ମାତାଜୀ ବହୁତ ବହୁତ ଧନ୍ୟବାଦ। ପ୍ରଭୁପାଦଙ୍କର ଭାବାର୍ଥକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିବାରୁ। ପ୍ରଭୁପାଦଙ୍କର ଭାବାର୍ଥ ପଢିବା ହିଁ ଯଦି କେହି ବି ପ୍ରଭୁପାଦଙ୍କର ଭାବାର୍ଥକୁ ସୁନ୍ଦର ଭାବରେ ଲାଇନ ବାଇ ଲାଇନ ଧ୍ୟାନ ସହକାରେ ପଢିବ ତାହେଲେ ଆଉ ହାର୍ଟ ରେ ଆମର କିଛି ଡାଉଟ୍ସ ରହିବନି, ସବୁ କ୍ଲିୟର ହେଇଯାଏ। ପ୍ରଭୁପାଦଙ୍କ ଭାବାର୍ଥ ଉପରେ ଶବ୍ଦ ବ୍ରହ୍ମ ପ୍ରଭୁପାଦ ବହୁତ ଇସ୍କନ ପ୍ରତିଷ୍ଠା ହେଲା ପରେ ପ୍ରଭୁପାଦଙ୍କୁ ତାଙ୍କ ଶିଷ୍ୟମାନେ ଜଣେ ପଚାରିଲେ ପ୍ରଭୁପାଦ ଆପଣ ତ ଏତେ ଭଗବତ ଗୀତା ଲେଖି ସାରିଛନ୍ତି, ଭାଗବତମ ବି ଲେଖି ସାରିଛନ୍ତି,
या परे आउ कौन बही लिखिबे चैतन्य चैतामृत भी लिखि सारिछन्ति तो या परे आउ कौन बही आपण लिखिबे तो प्रभुपाद कहउछन्ति मु भगवत गीता लिखिबी तो ट्रांसलेट करिवे तो प्रभुपाद भगवत गीता लिखिबे आपण तो लिखि सारिछन्ति तो प्रभुपाद कहउछन्ति कि एक्चुअली भगवत गीता मु ही लिखिनी केबे प्रभुपाद सिंपल जिनिस कहନ୍ତି लॉर्ड इज डिक्टेटिंग मी भगवान मते डिक्टेट करछन्ति बस मु खाली पेन डाउन करछि प्रभुपादଙ୍କର ଯାହା ବି ଭାବାର୍ଥ ଅଛି ବହୁତ ସମୟରେ ଲୋକମାନେ ପ୍ରଶ୍ନ କରନ୍ତି ଇସ୍କନ ଯୋଉ ଭଗବତ ଗୀତା ଅଛି ତ ଭଗବତ ଗୀତାରେ ସବୁ ଜାଗାରେ କୃଷ୍ଣ ଭକ୍ତି ୟା ବ୍ୟତୀତ ଆଉ କିଛି ଦେଖିବାକୁ ମିଳିବନି ତ ଏମିତି କାହିଁକି ଆଉ ସାମ୍ନାରେ ତ ସୁନ୍ଦର ଭାବରେ ଆମେ ଲେଖିଦେଇଛେ ଭଗବତ ଗୀତା ମୌଳିକ ରୂପରେ ତ କାହିଁକି ଏମିତି ହେଇଛି ତ ପ୍ରଭୁପାଦ ସିମ୍ପଲ କହୁଛନ୍ତି ତ ପ୍ରଭୁପାଦ ସିମ୍ପଲ କହୁଛନ୍ତି କି ଏ ଯୋଉ ଭଗବତ ଗୀତାର ଭାବାର୍ଥ ଅଛି ତ ପ୍ରଭୁପାଦଙ୍କର ନିଜସ୍ୱ ବାଣୀ ନୁହେଁ ପ୍ରଭୁପାଦ ଜଷ୍ଟ କପି ପେଷ୍ଟ କରିଛନ୍ତି କୋଉଠୁ କପି ପେଷ୍ଟ କରିଛନ୍ତି ଭାଗବତମ ରୁ ଆଉ ଗୋଟିଏ ଦେଖେଇ ଦଉଛି ଏଠି ପ୍ରଭୁପାଦଙ୍କର ଭଗବତ ଗୀତାର ଦେଖ ସମର୍ପଣ ଅଛି କିଏ ଦେଖିଥିବ କୋଉଟା ଦେଖାଉଛି ଦେଖ ସମର୍ପଣ ଅଛି ଦେଖ ସମର୍ପଣରେ ପ୍ରଭୁପାଦ ଲେଖୁଛନ୍ତି कि वेदांत दर्शन तत्व प्रकाशक गोविंद भाष्यर प्रणेता वैष्णवाचार्य श्रील बलदेव विद्याभूषण कर कमले जो गोविंद भाष्य लिखा है तो गोविंद भाष्यर को प्रभुपाद आधार करके भगवत गीता लिखिछन्ति तो गोविंद भाष्य कहीं लिखा है ना गोविंद भाष्य है भगवान निजे लिखिछन्ति डायरेक्ट तेणु से प्रभुपाद भगवत गीता आम अध्ययन करती तो आम एटलिस्ट संसार भितर थिले सुद्धा हमर गोटे रियलाइजेशन आसे हल्का फुल्का रियलाइजेशन आसे कि आमे संसार भितर न रहिबार कथा तो या पूर्व माता जी सुंदर भाव अध्ययन कले निजे पढ़ी पूरा लाइन बाय लाइन बुझेले विशेष धन्यवाद तो प्रथम आम अन्य मान शुणा किसी कमेंट किसी प्रश्न या फिर आउ किसी ऑब्जर्वेशन जयप्रकाश तुम्हें शेयर कर प्रथम कौन किसी तुम प्रश्न अच्छी कि किसी ऑब्जर्वेशन अच्छी हरे कृष्ण शक्ति जो आत्मानुभूति लाभ कला सुख दुख सुखरे सुखी दुखरे माने यार जोटा रहिला कल्चर एटा महाप्रभु सन्यासी मिला सन्यासी केवल केवल निज पाई ठाकुर ये महाप्रभु जगत कଳି ଯୁଗରେ ସନ୍ୟାସ ମତ ସେଟା ନିଜ ପାଇଁ भक्त जो वाला ठीक है प्रभु आवाज भी टिके कटि जाउतला तो एतिकी सुनिया को मिला कि महाप्रभु सन्यास नहीं निज पाई नहीं संसार को उद्धार करने ठीक अच्छे उत्तम प्रभु तुम्हें ऑब्जर्वेशन कर पारिबो हरे कृष्ण प्रभु हरे कृष्ण माता जी कहले बहुत बड़ा बुझिले जो 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 व्यक्ति माने सुख समय बेसी सुख अनुभूति न करिकी दुख समय बेसी विचलित न होइकी समान भाव से सुख दुख को मैनेज करेंगे तो से जीवन में निश्चय मुक्ति पाइबे और चार्टा वर्ण विषय कहले से सब श्रेष्ठ हूँ सन्यास सन्यासी वर्णटा श्रमटा हूँ बेसी श्रेष्ठ आ से सन्यास श्रमटा हूँ बहुत कठिन जी से निश्चय ता जीवन रे सब निज जीवन सब प्रकार दुख स्थिति को सह्य करी
ସବୁ କରିସାରିଲା ପରେ ସେ ତାର ନିଶ୍ଚୟ ସେ ତାରି ମାର୍ଗରେ ଭଗବତ ମାର୍ଗରେ ଲାଷ୍ଟକୁ ସେ ପହଞ୍ଚି ପାରିବ। ଆଉ ସେଥିପାଇଁ ସେ କୃଷ୍ଣ ଅର୍ଜୁନଙ୍କୁ ନିଜ ସେ କର୍ତ୍ତବ୍ୟ କରିବା ପାଇଁ ତାଙ୍କୁ ପଛାଉ ନାହିଁ କହିକି ସେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେମିତିଆ ଆମର ନିଜ ପାଇଁ ନୁହଁ ସେ ସଂସାର ପାଇଁ ସେ ସନ୍ନ୍ୟାସୀ ହେଇଥିଲେ। ଆଉ 24 ବର୍ଷରେ ହିଁ ସେ ଘର ଛାଡିଥିଲେ। ସ୍ତ୍ରୀ ତାଙ୍କ ମାତାକୁ ଛାଡିକି ସେ ଆମ ଜଗତ କଲ୍ୟାଣ ଉଦ୍ଧାର ପାଇଁ ସେ ସନ୍ନ୍ୟାସ ଗ୍ରହଣ କରି ସେ ମୁକ୍ତି ମୁକ୍ତି ପଥରେ ଆଗେଇବା ପାଇଁ ସେ ଆମକୁ ପ୍ରବର୍ତ୍ତିଥିଲେ। ହରେ ଉମେଶ ପ୍ରଭୁ। हरे कृष्ण प्रभु। हरे कृष्ण। ମୋର ଆଜି ଦିଟା ପ୍ରଶ୍ନ ଅଛି। ପ୍ରଶ୍ନ ଅଛି ଗୋଟେ ଆମ ପାଖରେ ଆଜ୍ଞା ସ୍ପିକର ମାତାଜୀ ଅଛନ୍ତି, ପଚାରିବା, କୁହନ୍ତୁ। ମୋର ଗୋଟେ ପ୍ରଶ୍ନ ହେଲା କି ଫାର୍ଷ୍ଟ ପ୍ରଶ୍ନଟା କି ଯୋଉ ଆମେ ପଢିଲେ ଏବେ କି ଚୈତନ୍ୟ ମହାପ୍ରଭୁ 24 ବର୍ଷ ବୟସରେ ନିଜ ବୃଦ୍ଧ ମାତାଙ୍କୁ ଛାଡିକି ଯାଉଛନ୍ତି ସନ୍ନ୍ୟାସ ନେବା ପାଇଁ ଏବଂ ଜଗତର କଲ୍ୟାଣ ପାଇଁ ସେ ସନ୍ନ୍ୟାସ ନେଇଛନ୍ତି। ତ ମୁଁ ଯେବେ ଶ୍ଲୋକଟା ପଢିଥିଲି ମୁଁ ଆକ୍ଚୁଆଲି ଗୋଟେ ଟାଇପ ର ଗୋଟେ କନଫ୍ଲିକ୍ଟ ରେ ପଡି ଯାଇଥିଲି। ମାନେ ମୁଁ ବୁଝିପାରିଲିନି କି ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେଇଛନ୍ତି ଜଗତଙ୍କ କଲ୍ୟାଣ ପାଇଁ। ଆମେ ବି ଏମିତି ସନ୍ନ୍ୟାସ ନେଇକି ଯାଇପାରିବା ମାନେ ମାନେ ସ୍ପ୍ରେଡ କରିବା ପାଇଁ ଭଗବତ ଗୀତାର ଏଇ ପ୍ରିଚିଂ ହେରିକା। ତ ବଟ୍ ଏଇଟା କେତେ ଦୂର ଠିକ ହବ କି ଜଣେ ଯଦି ସନ୍ନ୍ୟାସ ନଉଛି ଏବଂ ନିଜର ବୃଦ୍ଧ ମାତାଙ୍କୁ ଛାଡିକି ତାଙ୍କ ମାନେ ତାଙ୍କୁ ଯେମିତି ଏଠି ପ୍ରଭୁପାଦ ଲେଖୁଛନ୍ତି କି had no young wife as well as old mother, had no one else to look after them। ତ ଜଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଏଇଟା କେତେ ଦୂର ଠିକ କି ନିଜ ମାତାଙ୍କୁ ଛାଡିକି ଯାଇକି ସନ୍ନ୍ୟାସ ନେବା ପାଇଁ। ମୋର ଏଇଟା ପ୍ରଶ୍ନ ଆଜି। ଆଉ ଗୋଟେ ପ୍ରଶ୍ନ। ଆଉ ଗୋଟେ ପ୍ରଶ୍ନ ହେଲା ହଁ ଆଉ ଗୋଟେ ପ୍ରଶ୍ନ ହେଲା ଯେମିତି ଆମେ ଆଜି ପଢିଲେ କି ଜଣକୁ ଟଲରେଟ କରିବାକୁ ପଡିବ ଯେମିତି ସମର ଆଣ୍ଡ ୱିଣ୍ଟର ଆସୁଛି। ତ ଜଣେ ଏମିତି ଭାବିପାରେ କି ଆଜି ଶୀତ କରୁଛି, ମୁଁ ଆଜି ଜ୍ୟାକେଟ ନ ପିନ୍ଧିକି ଖାଲି ହେଇକି ବୁଲିବି। କାହିଁକି ନା ମୁଁ ତ ଜାଣିଛି ମୁଁ ଆତ୍ମା, ମୋତେ ତ କିଛି ହବନି। ତ ମୋ ଶରୀରକୁ ତ କିଛି ହବନି। ମୁଁ ଏମିତି ମାନେ ଥଣ୍ଡା ହଉ କି ଯାହା ହଉ ମୁଁ ଏମିତି ବାହାରି ପଡିବି। ତାପରେ ମେ ବି ଜଣେ କହିପାରିବ କି ଆଜି ଖରା ହଉଛି ମୁଁ ପାଣି ପିଇବିନି। କାହିଁକି ନା ମୁଁ ତ ଆତ୍ମା, ତ ମୋ ଶରୀରକୁ କିଛି ଲେନା ଦେନା ନାହିଁ। ତ ଏ ପ୍ରକାର ବିଚାରଧାରାକୁ କେମିତି ଖଣ୍ଡନ କରିବେ? अरे माताजी। तो प्रभु जी प्रश्न होला ତାପରେ ମୁଁ ସିକ୍ୱେନ୍ସ ଟା ଓଲ୍ଟା କରିଦଉଛି କାହିଁକି ନା ଫାର୍ଷ୍ଟ ସିକ୍ୱେନ୍ସ ସେକେଣ୍ଡ ସିକ୍ୱେନ୍ସ କୁ ଯିବା ପାଇଁ ଟିକେ ଇଜି ହବ। ତ ପ୍ରଥମ ପ୍ରଶ୍ନ ରହିଲା, ଯଦି କିଏ ଶୀତ ଦିନେ କହିବ କି ମତେ ଥଣ୍ଡା କରିନି, ମୁଁ ତ ଆତ୍ମା, ମୁଁ ଜ୍ୟାକେଟ ପିନ୍ଧିବିନି, କି ଗରମ ଦିନେ ମୁଁ ପାଣି ପିଇବିନି, ତ ଏଇ ଜଣେ ଯଦି କହିବ ମୁଁ ଆତ୍ମା ବୋଲି, ତାହେଲେ କେମିତି ଆମେ ତାକୁ ଖଣ୍ଡନ କରିବା? ଆତ୍ମା ବୋଲି ଖଣ୍ଡନ କରିବାର ନାହିଁ, ଯୋଉ ପରିସ୍ଥିତି ସେ ବୁଝିବ କି ନାହିଁ ସମସ୍ତେ ନିଜ ନିଜ ହିସାବରେ ତାକୁ ପ୍ରେଜେଣ୍ଟ କରେଇବେ। ମୁଁ ତ ଆତ୍ମା, ମତେ ବାହ୍ୟ ଜିନିଷ ପ୍ରଭାବିତ କରୁନି, ତାହେଲେ କେମିତି ହବ? हरे कृष्ण प्रभु। ମୁଁ ଜାଣିନି ମୁଁ ତାର ଠିକ आंसर देगी ना नहीं समझी, बट ମୁଁ ट्राई करूँ ତାର आंसर देते। ଯେ ଫାର୍ଷ୍ଟ କଥା ସେ ଯୋଉ କହୁଛନ୍ତି ଯେ ମୋର କିଛି ଭୌତିକ ଜିନିଷ ମାନେ ବାହାର ଜିନିଷ ମତେ କିଛି ଆଫେକ୍ଟ କରୁନି, ସେ ସେଟାକୁ ମେଣ୍ଟାଲି କହିଛନ୍ତି ନା କି ଫିଜିକାଲି କହିଛନ୍ତି ଯେ ନାଇଁ ତମକୁ କିଛି ଆସକ୍ତ କରିବନି, ମାନେ ତମକୁ ଶୀତ ଖରା କିଛି କାଟିବନି। ସେ ସେଟା କହିବାକୁ ଚାହୁଁଛନ୍ତି ଯେ ବାହାର ଦୁନିଆରେ ବହୁତ ସାରା ଭୌତିକ ଜଗତରେ ସମସ୍ତେ ସାଂସାରିକ ହେଇକି ରହିଯାଉଛନ୍ତି ଆଉ ଭଗବାନଙ୍କୁ ଭୁଲି ଯାଉଛନ୍ତି। ସେଇ ଜିନିଷଟା ମନେ କରୁଛନ୍ତି ଯେ ନା ତମେ ଏତେ ସଂସାର ଭିତରେ ପଶିକି ରହନି ଯେ ଯାହା ଦ୍ଵାରା ତମେ ଜନ୍ମ ପାଇଛ, ଆଉ ଯେ ତମେ ନିଜକୁ ଯୋଉ ଇଣ୍ଟ୍ରୋଡ୍ୟୁସ କରୁଛ ଆତ୍ମା ହିସାବରେ, ଯାହା ଦ୍ଵାରା ତମେ ତାକୁ ଲାଷ୍ଟକୁ ଭୁଲିଯିବ ବୋଲି। ଆଉ ସେକେଣ୍ଡ କଥା ହଉଛି ହଁ, ତ ଆମକୁ ଏଇ ଶରୀର ଟା ଦେଇଛନ୍ତି, ସିଏ ଆମ ଶରୀର ଟା ବି ତ ଭଗବାନ ହିଁ ଦେଇଛନ୍ତି ନା, ଆମକୁ ଆତ୍ମା ହିସାବରେ ଦେଇଛନ୍ତି। ତ
तार ऊपर गोटे आमको लेयर कर देछन हम शरीर को, तो आमको ताकू भी बंचेके रखिया पड़िबो। तो ताको आमे एमती कहि परिबन जे आमे आत्मा अछि बुझबा दरकार नहीं। आमे जदि निजे भल से माने रही परिबन, एते नह जे पूरा एमती ऐसो आराम से लग्जरी लाइफ जीवा सेमती नुह, जे आमे सात्विक भाव रे जे कि आउ भगवान के सेवा करि परिबा। तो सेथेरे एटा किछ नाही जे आमे खरा को काटिबनी, हमको शीत काटिबनी कि आमे आत्मा बोली। तो आमे हमको शरीर को भल से रखबार अछि, आउ सेई शरीर को हमको माने भगवान के प्रति सेवार ही लगेबार अछि, सेई पे हमको शरीरटा दिया जाय छै। तो हमर एक्चुअल इंट्रोडक्शन हो हमर जे आमे आत्मा। नेक्स्ट प्रश्न प्रभुजींकर अछि कि चैतन्य महाप्रभु बहुत कम बयसरू निजर परिवार लोक त्याग करिकी गले, तो केते दूर यथार्थ अछि कि जणे इवेन प्रचार करबा पई भी जाउची तो घर त्याग करके जाउची पड़ुछि, तो बाहर लोक तो निश्चय यहाँ पर 100% हस्तगत करिवे कि ना एटा भूल बोली, तो केमती हमें बुझिबा। तो शास्त्र तो श्री चैतन्य को भगवान श्रीकृष्णଙ୍କର ଗୋଟେ ଅବତାର ବୋଲି ସବୁ ଗ୍ରନ୍ଥ ମାନଙ୍କରେ ସମସ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି ଯେ ସେ ଭଗବାନଙ୍କର ନିଜର ହିଁ ଅବତାର। ସେ ସେ ତାଙ୍କର ମେନ୍ ତାଙ୍କର ମୋଟିଭ ଥିଲା ଜଗତକୁ ଆସିବାର, ଯେ ସେ କୃଷ୍ଣ ଚୈତନ୍ୟ ସମସ୍ତଙ୍କ ହୃଦୟରେ ଜାଗୃତ କରିବେ ଆଉ ସମସ୍ତଙ୍କୁ ଭକ୍ତି ମାର୍ଗରେ ଆଣିବେ। ସେଇଥିପାଇଁ ହିଁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ଆଉ ଏବେ ଯଦି କଳି ଯୁଗରେ କିଏ କହୁଛନ୍ତି ଯେ ଆମେ ଘର ଛାଡିକି ଚାଲିଯିବୁ ତ ଆମେ ସନ୍ନ୍ୟାସ ଗ୍ରହଣ କରିଯିବୁ, ତାଙ୍କର ମେଣ୍ଟାଲିଟି ଏମିତି ଯେ ଆମେ ଯଦି ସନ୍ନ୍ୟାସ ଗ୍ରହଣ କରିଦେଲୁ ତ ଆମକୁ ଆଉ କିଛି କରିବାକୁ ପଡିବନି, ତ ଆମେ କେବଳ ମ୍ୟାଟେରିଆଲ ଆଟାଚମେଣ୍ଟ କୁ ଛାଡିଦେଲୁ। କେବଳ ସେମାନେ ଭାବନ୍ତି ଯେ ସନ୍ନ୍ୟାସ ମାନେ କିଛି କରନ୍ତିନି, ଆମେ ସନ୍ନ୍ୟାସ ନେଇଗଲା ମାନେ ବହୁତ ମାନେ ଭଲସେ ରହିପାରିବା ବୋଲି। ଆକ୍ଚୁଆଲି ସେମିତି ନୁହଁ। ଯୋଉମାନେ ଆମେ ବି ଯଦି ଯିଏ କହୁଛନ୍ତି ଯେ ସେ ସନ୍ନ୍ୟାସ ନେଇଯିବେ ଆଉ ଘର ଛାଡି ଚାଲିଯିବେ, ତାଙ୍କ ପାଖରେ ସେମାନଙ୍କ ପାଖରେ ଆକ୍ଚୁଆଲି ସେତିକି ନଲେଜ ନାହିଁ ଯେ ଶ୍ରୀକୃଷ୍ଣ ଭଗବତ ଗୀତାରେ କଣ କହିବାକୁ ଚାହୁଁଛନ୍ତି। ତ ଶ୍ରୀକୃଷ୍ଣ ଚାହିଁଥିବେ ଏଇଟା ବି କହିପାରିଥାନ୍ତେ ଯେ ଅର୍ଜୁନଙ୍କୁ ଯେ ସବୁ ଯୁଦ୍ଧ କ୍ଷେତ୍ର ଛାଡିକି ପଳେଇ ଆସ ଆଉ ତମେ ସନ୍ନ୍ୟାସ ଗ୍ରହଣ କରିଦିଅ, ଆଉ ତମେ ତମ ଆତ୍ମାକୁ ପରମାତ୍ମା ସହିତ ଜଡିତ କରିବାରେ ତମେ କାର୍ଯ୍ୟ କର। କିନ୍ତୁ ସେଟା କହିଲେନି ଏଥିପାଇଁ କାରଣ ସିଏ ଚାହୁଁଛନ୍ତି ସେ ଯୋଉ ମଣିଷ ମାନଙ୍କୁ ଜନ୍ମ ଦେଇଛନ୍ତି, ତ ସେ ଚାହୁଁଛନ୍ତି ସେ ସେଇଠାରେ ତାଙ୍କ ନିଜର କର୍ମ କରିକି ସେଥିରେ ମଧ୍ୟ ସେ ତଥାପି ଭକ୍ତି ମାର୍ଗରେ ଯାଆନ୍ତୁ। ସେ ଏଇ କଥା ଟୋଟାଲି ଭଗବତ ଗୀତାରେ କହିନାହାନ୍ତି ଯେ ସେ ତମର ସବୁ କର୍ତ୍ତବ୍ୟ ତମର ଛାଡି ଦିଅ ଆଉ ତମ ଘର ଲୋକ ସମସ୍ତେ ଛାଡି ଦିଅ ତାହେଲେ ତମେ ସନ୍ନ୍ୟାସ ଗ୍ରହଣ କରିଦିଅ ବୋଲି। ସେଥିପାଇଁ ସିଏ ବି ଅର୍ଜୁନଙ୍କୁ କହୁଛନ୍ତି ଯେ ତମେ କର୍ତ୍ତବ୍ୟରୁ ଓହରି ଯାଅନି। ସେଥିପାଇଁ ଆମକୁ तो ଘର एठी ଛାଡିକି ଯିବା ପାଇଁ चैतन्य महाप्रभु निज कर्तव्य ओहरी गले, गृहस्थ आश्रम थे सन्यास नहीं गले, कर्तव्य ओहरी गले। जोटा महाप्रभु कृष्ण रूप शिक्षादान करते अर्जुन को मना करते सन्यास नापी, निजे सन्यास नहीं गले कौन करेगा। ତାଙ୍କର ତ ମେନ୍ ମୋଟିଭ ହେଇଥିଲା ନା ସେ ଜଗତକୁ ଆସିବେ ହିଁ ଏଥିପାଇଁ, କାରଣ ସେ ସମସ୍ତଙ୍କୁ ଭକ୍ତି ଯୋଗରେ ନବା ପାଇଁ ହିଁ ଚାହୁଁଥିଲେ, ତାଙ୍କର ସେଇଥିପାଇଁ ହିଁ ଜନ୍ମଟା ହେଇଥିଲା। ସେ ତାଙ୍କୁ ସନ୍ନ୍ୟାସ ଗ୍ରହଣ କରିବାକୁ ପଡିବ। बहुत धन्यवाद। भल कन्विक्शन अच्छी आपनकर। जयप्रकाश प्रभु तुम्हें किसी मेंशन करो, टिके हमें एक्सटेंड करेगा 5-10 मिनट नवा। प्रभु मोर प्रश्न हरे बहुत रिलेवेंट। कृष्ण प्रभु। हरे कृष्ण। दीक्षित प्रभु। ଆଜ୍ଞା ପ୍ରଭୁଜୀ ଯୋଉଟା ପଚାରିଲେ କି ଆମର ମହାପ୍ରଭୁ ଯେମିତି ତାଙ୍କର ସନ୍ନ୍ୟାସ ଗ୍ରହଣ କରିଦେଇକି ତ ପ୍ରଭୁପାଦ ଭାବାର୍ଥ ଭଗବାନଙ୍କୁ ମାନେ କଣ ଭଗବାନ ସହିତ ତ ଭଗବାନଙ୍କ ଅନୁକରଣ ମାନେ ଯୋଉଟା କରାଯାଏ ସେଟା ତାଙ୍କୁ କରାଯାଏ, ତାଙ୍କର ବାଣୀ ବା ତାଙ୍କ ଶିକ୍ଷାକୁ ମାନେ ବାସ୍ତବ ତାଙ୍କୁ କେବେ ଅନୁକରଣ କରିବା କଥା। ଏଠି ଶ୍ରୀକୃଷ୍ଣ କୁହାଯାଇଛି କି ଆମର ଶ୍ରୀମଦ୍ ଭାଗବତମରେ ନୈତଦ୍ ସମାଚାରେ ଜାତୁ ମନ ସାପି ଧନୀଶ୍ୱରଃ ବିନା ସ୍ୟାତ୍ ଶରଣ ମୌଢାତ୍ ଯଥା ରୁଦ୍ରୋ ଅଧିବିଷମ୍ ଈଶ୍ୱରାଣାଂ ବାଚଃ ସତ୍ୟମ୍ ତଥୈବାଚ ରିତମ୍ କ୍ୱଚିତ୍ ତେଷାଂ ଯତ୍ ସ୍ୱବାଚୋକ୍ତମ୍ ବୁଦ୍ଧିମାଂସ୍ତତ୍ ସମାଚରି।
ବ୍ୟକ୍ତି ଭଗବାନଙ୍କର ଏବଂ ତାଙ୍କର କ୍ଷମତା ପ୍ରାପ୍ତ ସେବକମାନଙ୍କର ଉପଦେଶ ଅନୁସରଣ କରିବା ଉଚିତ, ତାହାକି ଅନୁକରଣ କରିବା। ସେମାନଙ୍କର ଉପଦେଶ ଗୁଡ଼ିକ ଆମ୍ଭମାନଙ୍କ ପ୍ରତି ମଙ୍ଗଳପ୍ରଦ, ତେଣୁ ଏବଂ ପ୍ରତ୍ୟେକ ବୁଦ୍ଧିମାନ ଲୋକ ସେ ଉପଦେଶ ଅନୁଯାୟୀ କାର୍ଯ୍ୟ କରିପାରିବେ, କିନ୍ତୁ ସେମାନଙ୍କୁ ଅନୁକରଣ କରିବା ଉଚିତ ନୁହେଁ। ଏଥିପ୍ରତି ସାବଧାନ ହେବା ଉଚିତ। ଶିବଜୀଙ୍କୁ ଅନୁକରଣ କରି କିଏ ଯଦି ସମୁଦ୍ରରେ ବିଷ ପାନ କରେ ତ ଆଉ ସେଠି ଆମେ କଣ ଆଉ କହିପାରିବା? ଆଉ ଯଦି ଭଗବାନ ଶ୍ରୀକୃଷ୍ଣଙ୍କ ଦାସୀ ଲୀଳା କିଏ ଯଦି ଆମେ କଣ କିଏ ଯଦି ଆମେ କହିପାରିବା ସେ ଗୋବର୍ଦ୍ଧନ ଦେଖିଦେବେ କି ଆମେ କହିପାରିବା ଟାଣି ଆଣି, ତ ଏଇଟା ତାଙ୍କର ଯୋଉଟା ସେ ଶିକ୍ଷା ଦେଇଛନ୍ତି, ସେ ମାନେ ଉଭୟ ଶ୍ରୀ ଭଗବତ ଗୀତାର କରିବାର ଅଛି, ତାଙ୍କୁ ମାନେ ଫଲୋ କରିବା, ତାଙ୍କର ଶିକ୍ଷାକୁ ଆମର କିନ୍ତୁ ହରେ କୃଷ୍ଣ, କିନ୍ତୁ ମହାପ୍ରଭୁ ନିଜେ ଆସିଥିଲେ ଶିକ୍ଷା ଦେବା ପାଇଁ। ନିଜ ଆଚରଣରେ ମହାପ୍ରଭୁ ଶିକ୍ଷା କରିବା ପାଇଁ ଆସିଛନ୍ତି, ଶିକ୍ଷା ଦେବା ପାଇଁ ଆସିଛନ୍ତି। ପ୍ରଭୁଜୀଙ୍କର ପ୍ରଶ୍ନ ରହିଲା ଯେ ଆମେ ମହାପ୍ରଭୁଙ୍କର ସନ୍ନ୍ୟାସ ଲୀଳାକୁ କେମିତି ବୁଝିବା, ଆଉ କାହାକୁ ଏଠି ଆତ୍ମା ବୋଲି ନିଜକୁ କହିକି ଯଦି କହିବ କି ଆରେ ମୁଁ ତ ଆତ୍ମା ଅଛି, ଶରୀରର ଯାହା ଯତ୍ନ ନେବା କରି ତାକୁ ଅବହେଳା କରିବୁ। ତାପରେ ଶାରୀରିକ ଦୃଷ୍ଟିକୋଣ ହଉ କିମ୍ବା କଣ ଗ୍ରସ୍ ଲେଭେଲରେ ହଉ କି ସଟଲ ଲେଭେଲରେ ହଉ, ଦିଟା ସୂକ୍ଷ୍ମ ହଉ କି ସ୍ଥୂଳ ଲେଭେଲରେ ହଉ, ଯଦି ସିଏ ନିଜକୁ ଆତ୍ମା ବୋଲି କହିକି ସେ କଣ ଶାରୀରିକ ଯାହା ବି ଅଛି ଶରୀରକୁ ଧ୍ୟାନ ଦବନି କିମ୍ବା ସେଇ ଅନୁସାରେ ଅନୁକରଣ କରିବ। ଉମେଶ ପ୍ରଭୁ ତୁମେ ଅଛ? ଆଜ୍ଞା ପ୍ରଭୁଜୀ ଅଛି। Okay. ତ ପ୍ରଥମ କଥା ହେଲା, ଏଇ ଯୋଉ ଶ୍ଲୋକ ଆମେ କ୍ରମାଙ୍କ ପଢିଲେ 2:14, 2:15 ଆଗକୁ ଆସିବ ଗୋଟେ ଶ୍ଲୋକ। ତ ଏଠି ଗୋଟେ ଟଲରେନ୍ସ, ଗୋଟେ ଇକ୍ୱାନିମିଟି, ଆଜି ଗୋଟେ ମାତାଜୀ ସେୟାର କଲେ, ଇକ୍ୱାନିମିଟି ମାନେ ସମଦର୍ଶିତା, ଟଲରେନ୍ସ ମାନେ ସହନଶୀଳତା, ଆଉ ଗୋଟେ ଟର୍ମ ଅଛି ହ୍ୟୁମିଲିଟି। ତ ଯଦି ଜଣେ କହୁଛି କି ମୁଁ ଆତ୍ମା ସ୍ଥିତିରେ ଅଛି, ମତେ ଏସବୁ ଜିନିଷ ପ୍ରଭାବିତ କରେନି, that is lack of humility. ହ୍ୟୁମିଲିଟି ନାହିଁ, ତାହେଲେ ସେ ଆତ୍ମା, ପ୍ରଭୁପାଦ ଭାବାର୍ଥର ପ୍ରଥମ ଲାଇନରେ କହିଲେ ଆତ୍ମା ଅନୁଭୂତିର ଉଚ୍ଚତର ସ୍ତରକୁ ଆମକୁ ଉପଲବ୍ଧି କରିବାକୁ ପଡିବ। କାରଣ ଆତ୍ମା ଅନୁଭୂତି ଯଦି ଜଣେ କରିଥିବ, ସ୍ୱାଭାବିକ ରୂପରେ ଭୌତିକ ଜଗତର ମେଟେରିଆଲ ହାପେନିଂ ଯାହା ଅଛି ପ୍ରଭାବିତ କରିପାରିବନି, କିନ୍ତୁ ତାକୁ କହିବାର ନାହିଁ। ଯଦି କହୁଛି ସିଏ, ତାହେଲେ ସମସ୍ୟା ଆସିବ। କିନ୍ତୁ ବହୁତ ସମୟରେ କଣ ହୁଏ, ତ ଆମକୁ ଯେମିତି ଜୁସ୍ ଦୋକାନରେ ଆମେ ଦେଖିଥିବା, ଲସି ଦୋକାନରେ ସବୁ ବହୁତ କଲରଫୁଲ ବଟଲ ଗୁଡା ଥାଏ, ସେଥିରେ କିଛି ନଥାଏ, ବୋଲେ ଶୋ କରିବା ପାଇଁ। ତ ପ୍ରଭୁପାଦ ପୁରା ଏକ୍ସାକ୍ଟ ଟର୍ମ ଭଗବତ ଗୀତାରେ ୟୁଜ କରିଛନ୍ତି, ଶୋ ବଟଲ ସ୍ପିରିଚୁଆଲିଜମ। ତ ବହୁତ ଜଣ ଥାଆନ୍ତି ଯୋଉମାନେ ଶୋ କରନ୍ତି, କିନ୍ତୁ ବାସ୍ତବରେ ଆମେ ଯଦି ଠିକ ରୂପରେ ଆତ୍ମାନୁଭୂତି କରିଥିବା, ତ ଭୌତିକ ଜଗତରେ କୌଣସି ଜିନିଷ ପ୍ରଭାବିତ ଆମକୁ କରିପାରିବନି। ଜଣକୁ କହିବାକୁ ବି ପଡିବନି, ଜଣଙ୍କର ଆଚରଣ ଦ୍ଵାରା ତାର ଆତ୍ମାନୁଭୂତିକୁ ଆମେ ପରଖି ପାରିବା। ବହୁତ ସମୟରେ ଆମକୁ ପ୍ରଶ୍ନ ଆସେ, କଣ ତମେ ଭଗବାନଙ୍କୁ ଦେଖିଛ? ତ କିନ୍ତୁ ଭଗବତ ଗୀତାରେ କଣ କୁହାଯାଇଛି କି ଭଗବାନଙ୍କୁ ଦେଖିଥିବା ବ୍ୟକ୍ତି ପାଖରେ କି କି ଲକ୍ଷଣ ବର୍ଣ୍ଣନା ରହିବା ଦରକାର, ସେଇଟା ବର୍ଣ୍ଣନା କରାଯାଇଛି। ତାକି ଇଫେକ୍ଟ ହେଲା ଏଇ ଲକ୍ଷଣ ଥିବ, କଜ ହେଲା ସେ ଭଗବାନଙ୍କୁ ଦେଖିଛି। ସେଥିପାଇଁ ଏଇଟା ଆମେ ତାଙ୍କୁ କହିପାରିବା, ମାତାଜୀ ଏକ୍ସାକ୍ଟଲି ଗୋଟେ ଟର୍ମ ୟୁଜ କଲେ, ଆମ ଶରୀର ଅଛି ଭଗବାନଙ୍କ ସେବାରେ ଲକ୍ଷ୍ୟ କରିବା, ଲକ୍ଷ୍ୟ କରିବା ଉଚିତ କି ଭଗବାନଙ୍କ ସେବାରେ ବ୍ୟବହାର ହବ, ନା କି ଆତ୍ମାନୁଭୂତି ଗୋଟେ ମିଡିଏଟମ ଟର୍ମଟା। ଆତ୍ମାନୁଭୂତି ପରେ କୃଷ୍ଣଙ୍କର ଅନୁଭୂତି କରିବାର ଅଛି। ତ ଆତ୍ମାନୁଭୂତି ହେଲା ପ୍ଲାଟଫର୍ମ, ସ୍ପିରିଚୁଆଲ ରିଲେସନ ପୂର୍ବରୁ ସେଲ୍ଫ ରିଲେସନ, ତାପରେ ଗଡ ରିଲେସନ ପୂର୍ବରୁ ସେଲ୍ଫ ରିଲେସନ ହବା ଦରକାର। କିନ୍ତୁ ସେଲ୍ଫ ରିଲେସନ ଜୀବନର ଲକ୍ଷ୍ୟ ନୁହେଁ, ସେଲ୍ଫ ରିଲେସନ ଗୋଟେ ମୁଖ୍ୟ ସୋପାନ ଆମେ ଭଗବତ ଅନୁଭୂତି କରିବା ପାଇଁ। ତେଣୁ ସେଥିପାଇଁ ଜଣକୁ ସେତିକି ଲେଭେଲର ହ୍ୟୁମିଲିଟି ଆବଶ୍ୟକ ଥାଏ। ଆଉ ଆମକୁ ଶୋ କରିବା ନାହିଁ, ଯଦି ଆମକୁ ସତରେ ପ୍ରଭାବିତ କରୁନି ଭୌତିକ ଜୀବନ, ତାହେଲେ ଆମକୁ ଶୋ କରିବା ନାହିଁ। ଯଦି ଆମେ ଶୋ କରୁଛେ, ବେଶୀ ଦିନ କଣ୍ଟିନ୍ୟୁ କରିପାରିବାନି। ଦିନେ ଶୀତ ଲାଗିବ, ଆମେ ରେଡି ହେଇଗଲେ, ନାହିଁ ମତେ ଶୀତ ଲାଗୁନି, ମୁଁ ଆତ୍ମା ତ। କିନ୍ତୁ ଯେତେବେଳେ ଆଉ ଟିକେ ଶୀତ ବଢିବ, ଆଉ ଟିକେ ଶୀତ ବଢିବ, ତ ବେଶୀ ଦିନ ଆମେ ରହିପାରିବାନି। ଏମିତି ଜୟପ୍ରକାଶ ପ୍ରଭୁ କହିଲେ
अनुकरण करार नहीं अनुसरण करार अच्छी। तो पूरा आंसर हम कंक्लूड करवा फास्ट क्वेश्चन ना। तो फास्ट वी नीड ह्यूमिलिटी एज ए सिम्पटम ऑफ सेल्फ रिलायसन। ह्यूमिलिटी बहुत दरकार अच्छी। वी डोंट माने हमको शो करार नहीं शो बटल स्पिरिचुअलिज्म मीडिया शो करार नहीं। आउ जदि आम अनुकरण करुचे ताहले आम बेसी दिन लास्टिंग कर ठीक अच्छे। तेणु आम सिंपल कह ठीक अच्छे आपण आत्मा अनुभूत करिसेंती सुंदर तेणु आपण एबे कृष्ण अनुभव करंतु गॉड रिलेशन पाई चेष्टा करंतु से तांका लाइन में जिवे। बुझिला कि उमेश प्रभु? आज्ञा प्रभु से बुझेला। हाँ तुमे तांको किछि कहबनी सिंपल से आत्मा अनुभूति करिसेंती से तांका लाइन नहीं जिवे। वैष्णव फिलॉसफी है तीन कहली टॉलरेंस इक्वानिमिटी ह्यूमिलिटी ये तीन पूरा होल भगवद गीता रे डिस्क्राइब करा आज श्लोक थिला इक्वानिमिटी एलिजिबल फॉर लिबरेशन इक्वानिमिटी अच्छी दैट मेक्स अस एलिजिबल फॉर लिबरेशन। तेणु नेक्स्ट क्वेश्चन जो प्रभु पचारे चैतन्य महाप्रभु विषय रे तो महाप्रभु तांकर धर्मपत्नी आउ वृद्धा मां को छाड़ी सन्यास ग्रहण कले। तो वास्तव में कलिजुग सन्यास को बारण कराई जो माने सन्यास एमती गृह त्याग कर दायित्व मुक्त होगापाई से सन्यास को मना कराई। से भगवद गीतार लास्ट चैप्टर रे भगवान को अर्जुन पचारे व्हाट इज ग्रेटर सन्यास ऑर्डर और सन्यास आश्रम और द स्पिरिट ऑफ रिनंसिएशन हु इज मोस्ट ग्रेटर। तो भगवान कहे कि स्पिरिट ऑफ रिनंसिएशन इज मच बेटर देन ऑर्डर ऑफ सन्यास। तेणु आमे जो कार्य अच्छे से सब कार्य आमे डिटाचमेंट होकी काम कर महाप्रभु जो सन्यास नेले तो तांकर धर्मपत्नी और माँ थिले। तो महाप्रभु सन्यास कौन पाई नेले प्रभुपाद भावार्थ अंतिम लाइन लिखाई एक उन्नत लक्ष्य साधन करने भगवान कृष्ण भक्ति को प्रचार करने निज आचरण द्वारा देखा। महाप्रभु कौन सी दायित्वहीनतार बशवर्ती होगी सन्यास नहीं ना केमी कारण महाप्रभु जो सन्यास नेले तो तांकर माँ एवं धर्मपत्नी भरण पोषण सॉरी मुझे सीक्वेंस मिस करी। तो महाप्रभु जो सन्यास नेले तो महाप्रभु गोटे स्मॉल फैमिली थिला क्लोज फैमिली माँ धर्मपत्नी और महाप्रभु निजे ताकू कौन त्याग करिकी भगवान कौन कले बड़ ब्रॉडर फैमिली एक्सेप्ट कले इंक्लूडिंग हिज फैमिली। तो निजर परिवार को अंतर्भुक्त करिकी पूरा सारा संसार को निज परिवार भाया ग्रहण कले। जो महाप्रभु सारा संसार को भरण पोषण कर भक्ति माध्यम तो निजर परिवार को कौन भरण पोषण करेनि। तो प्रैक्टिकल दृष्टिकोण देखिले मेन कथा से बंचे खाइबे कौन पीबे कौन। तो से महाप्रभु जो संसार त्याग सॉरी गृहस्थ जीवन त्याग कर सन्यास ग्रहण कले से समय समस्त भक्त समूह महाप्रभु को दर्शन करने आसती महाप्रभु तो घर नथिले से दर्शन करने आसती। तो तांकर माँ एवं धर्मपत्नी महाप्रभु लीला कहती तो साधु संगे प्रसाद भी मिल जाए। तो पूर्ण रूप से गोटे छोट फैमिली को छाड़ी महाप्रभु जो सारा संसार को परिवार बोली स्वीकार कले सबकि महाप्रभु प्रदान कले। महाप्रभु कौन से दायित्वहीनता को केंद्र करिकी उद्देश्य रखिक ना मठरे खाई खटरे शोवा से उद्देश्य नहीं महाप्रभु करना तेणु परिवार भी सुंदर भाव में जमती जावा कथा गला। आउ माँ धर्मपत्नी समस्ते भगवान कृष्ण भक्त होती साधु संग रही से जीवन सारा भगवान नाम स्मरण कर महाप्रसाद सबुदिन बरं बहुत कारण भगवान जो आसबे भगवान बाल्यलीला कह किए माँ कहे भगवान जो युवक अवस्था लीला किए कह माँ ही कहे। तो महाप्रभु लीला चैतन्य चैतन्य वर्णन कराई से सब जिनस को कई तो लीला कहवा दरकार है। तो साधु संगे महाप्रभु पूरा परिवार पोषण किंतु जड़े कह ठीक अच्छे मुझे तो महाप्रभु नुह मुझे भी सन्यास नहीं जीवी ये देखार अच्छे आम इंटेंशन कौन अच्छी परिवार को त्याग करने मुझे सन्यास नौ ना महाप्रभु धारा को एक्सेप्ट करने मुझे सन्यास नौ कह जाए आम जाने आम एपट सेपट होचे स्पिरिट ऑफ रिनंसिएशन को इंट्रोड्यूस कर भगवान कि त्यागर मनोभाव नहीं कि आम जेकोसी कार्य करें आम से उन्नत स्थिति को जापर सन्यास आश्रम ग्रहण कर पूर्व स्पिरिट ऑफ रिनंसिएशन आमको प्रैक्टिस करार अच्छी।
जो माने संसार को त्याग करने ପାଇଁ ସନ୍ନ୍ୟାସ ନଉଛନ୍ତି ସେମାନେ ସନ୍ନ୍ୟାସୀ ନୁହେଁ ଭଲରେ, କିନ୍ତୁ ଯେଉଁମାନେ ସଂସାରକୁ ଗୋଟେ ବଡ ଫୁଲ ସଂସାର ମାନେ ପୂର୍ଣ୍ଣ ରୂପେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି, ଗୋଟେ ମହତ୍ ଉଦ୍ଦେଶ୍ୟ ସାଧନ କରିବା ପାଇଁ, ସମସ୍ତଙ୍କୁ କୃଷ୍ଣ ଭକ୍ତି ପ୍ରଦାନ କରିବା ପାଇଁ, ସେ ସେଇମାନେ ହେଲେ ସନ୍ନ୍ୟାସୀ। ବାସ୍ତବରେ ପାଇଁ ଗଲେ କର୍ମଣାମ ନ୍ୟାସମ, ସନ୍ନ୍ୟାସ ମିନ୍ସ କର୍ମଣାମ ନ୍ୟାସମ, ତା ଯୋଉ ନୈମିତିକ କର୍ମ ଅଛି ତାକୁ ତ୍ୟାଗ କରୁଛି ସିଏ। ନିତ୍ୟ କର୍ମ କରିବ ସିଏ, ଭଗବାନଙ୍କର ସେବା କରିବ, ଆରତି କରିବ, ଏ ସବୁ ଜିନିଷ କରିବ, ନିତ୍ୟ କର୍ମ ତାକୁ ତ୍ୟାଗ କରିପାରିବନି। କିନ୍ତୁ ଅଲଗା ଯୋଉ ଭୋଗ କରିବାର ପ୍ରବୃତ୍ତି ଅଛି ନୈମିତିକ କର୍ମରେ, ତାକୁ ସେ ତ୍ୟାଗ କରିବ, କର୍ମ ହିଁ କରିବନି ଟୋଟାଲ। ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ ତାଙ୍କର ସେ ଗୋଟେ ବୃହତ ଲକ୍ଷ୍ୟ ନେଇକି ସାଧନ କରିବା ପାଇଁ କରିଛନ୍ତି, ସାରା ସଂସାରକୁ ସେ ପୋଷଣ କରୁଛନ୍ତି, ଆଉ ସେଇ ଉଦ୍ଦେଶ୍ୟରେ ସନ୍ନ୍ୟାସ ନେଇପାରିବ। ସଂସାରକୁ ତ୍ୟାଗ କରିବା ପାଇଁ କିଏ ବ୍ରହ୍ମଚାରୀ ହୁଅନ୍ତିନି, ସନ୍ନ୍ୟାସ ହୁଅନ୍ତିନି, ଭଗବାନଙ୍କର ସେବା କରିବା ପାଇଁ କିଛି ବୁଝିହେଲା ଉମେଶ ପ୍ରଭୁ? ଆଜ୍ଞା ପ୍ରଭୁ ବୁଝିଲି। ଏଇଟା ଗୋଟେ ବଡ କ୍ୱେଶ୍ଚିନ୍, ଆମକୁ ଏଇ ପ୍ରଶ୍ନ ଟିକେ ନୋଟ କରିବାର ଅଛି। ତ ମୁଁ କ୍ୱିକଲି ଆଜିର ଶ୍ଲୋକ ମାତା ଯୋଉ ସୁନ୍ଦର ଭାବରେ ଉପସ୍ଥାପନା କଲେ, ମୁଁ ଟିକେ ସମରାଇଜ କରିଦଉଛି, 15 ହେଇଯିବ। ତ ବହୁତ ସମୟରେ ଲୋକମାନେ ପ୍ରଶ୍ନ କରନ୍ତି କି ତୁମେ କିଏ କାହାର କିଛି ଅସୁବିଧା ହେଲେ ତୁମେ ସୁଖ ଦୁଃଖରେ ସାଥୀ ହଉନ, କି ତୁମର ହୃଦୟଟା କଣ ପଥର ହେଇଯାଇଛି, ଲୋକମାନେ ପ୍ରଶ୍ନ କରନ୍ତି। ତେଣୁ କେମିତି ଜାଣିବା one is attached or one has some genuine affection? କାହା ପାଖରେ ସ୍ନେହ ଅଛି, ଆଫେକ୍ସନ କୁହାଯାଉଛି, ଆଉ ଆଟାଚମେଣ୍ଟ ଆସକ୍ତି କାହା ପାଖରେ କଣ ଅଛି, ତ ଏଟା ଆମକୁ ଲାଇନ ଅଫ ଡିଷ୍ଟିଂସନ କୁହାଯାଏ, ତାକୁ ଆମକୁ ପରଖିବାର ଅଛି। ଆଟାଚମେଣ୍ଟ କୋଉଠି ଆସିବ? ଭୌତିକ ଜିନିଷ ପ୍ରତି ଆମେ ଯେତେବେଳେ ଭୌତିକ ଜିନିଷକୁ ଆମେ ଉନ୍ନତତର ଲକ୍ଷ୍ୟ ସାଧନ କରିବା ପାଇଁ ମିଳିଜୁଲିକି ରହିବା, ଭକ୍ତ ମାନଙ୍କ ଭିତରେ ବି ଆଫେକ୍ସନ ରହିପାରିବ। ଆଫେକ୍ସନ ଗୋଟେ ଭଲ ଜିନିଷଟେ, ପଜିଟିଭ ଜିନିଷ, କିନ୍ତୁ ଆଫେକ୍ସନ ଯେତେବେଳେ ଭୌତିକ ଜିନିଷ ଉପରେ କେନ୍ଦ୍ରୀଭୂତ ହବ, ତେବେ ଆଟାଚମେଣ୍ଟ ହେଇଯାଏ। ତେଣୁ ବହୁତ ଧ୍ୟାନ କରିକି ରଖିବାର ଅଛି। କିନ୍ତୁ ଆଜିର ଶ୍ଲୋକ ଥିଲା କି ସୁଖ ଦୁଃଖରେ ସମଭାବାପନ୍ନ ହବା। ସୁଖରେ ତ ଆମେ ଠିକ ଅଛି, ଓକେ, କିନ୍ତୁ ଯେତେବେଳେ ଦୁଃଖ ଆସୁଛି, ମାତାଜୀ ଏକ୍ସାମ୍ପଲ ଟର୍ମ ୟୁଜ କଲେ, ଯେତେବେଳେ ସୁଖ ଆସୁଛି ଆମକୁ ଭଗବାନଙ୍କ ଉପରେ କ୍ରେଡିଟ ଦେବାର ଅଛି, କିନ୍ତୁ ଯେତେବେଳେ ଦୁଃଖ ଆସୁଛି ସେତେବେଳେ ଆମେ କ୍ରେଡିଟ କଣ ଡିସକ୍ରେଡିଟ କିଛି ଦେଇପାରୁନି। ସେତେବେଳେ କଣ ହଉଛି, ଆମେ ଭଗବାନଙ୍କୁ ପ୍ରଶ୍ନ ପଚାରୁଛେ କି ମୋ ଜୀବନରେ କାହିଁକି ଦୁଃଖ ଆସୁଛି, ଆଉ ଏଇ ଦୁଃଖ କେବେ ସରିବ? ଭଗବାନ ଆମର ପରୀକ୍ଷା ନଉଛନ୍ତି, ମାତାଜୀ ଏଇ ଟର୍ମ ୟୁଜ କରୁଥିଲେ, ଏକ୍ସାମ, ଭଗବାନ ଆମର ପରୀକ୍ଷା ନଉଛନ୍ତି, କିନ୍ତୁ ମୋର ପରୀକ୍ଷା ସରୁନି କାହିଁକି, ଏଇ ପ୍ରଶ୍ନ ଆସୁଛି ଆମକୁ। ତେଣୁ ସେଥିପାଇଁ ଇକ୍ୱାନିମିଟି, ଆମେ ଦିଟା ଷ୍ଟେଜରେ ସମଭାବାପନ୍ନ ହବା, ତା ବେସିସ ରହିବା ତା କଣ, ଶାସ୍ତ୍ର। ଶାସ୍ତ୍ରରୁ ଆମେ ଯେତେବେଳେ ଅଧ୍ୟୟନ କରିବା, ବାସ୍ତବ ରିଏଲିଟି କଣ ଜାଣିପାରିବା। ଗୋଟେ ଛୋଟ ଏକ୍ସାମ୍ପଲ ଅଛି, ଥରେ କଣ ହେଇଛି, ଗୋଟେ ଛୋଟ ପିଲାଟେ ସେ ଜିଦ କରୁଛି ତା ବାପାଙ୍କ ପାଖରେ କି ମତେ କଣ ଦରକାର, ଖେଳଣା ଦରକାର ଅଛି, କାର ଦରକାର ଅଛି, ଗୋଟେ ମର୍ସିଡିଜ କାର, ତାର ମୂଲ୍ୟ ଭାବ 20 ଲକ୍ଷ ଅଛି, କିନ୍ତୁ ସେ ପିଲାଟା ଏବେ ଜିଦ କରୁଛି ମତେ କାର ଦରକାର ଅଛି। ତ ତା ବାପା କଣ କରୁଛି, ତାକୁ ନେଇକି ଯାଉଛି, ହଁ କାର ପୁଣି ଖେଳଣା ବାଲା, ଏମିତି ଜେନ୍ୟୁନ କାର ନୁହଁ, କାର ଖେଳଣା ବାଲା। ତ ବାପାଙ୍କୁ କହୁଛି କି ମତେ ଦୋକାନକୁ ନେଇକି ଚାଲ, ଜିଦ କରୁଛି ସେଠି। ତ କହୁଛି ମତେ ଦେଖିଲେ ଗୁଡାଏ କଲର ର କାର ଅଛି, ରେଡ କଲର, ୟେଲୋ କଲର, ତା ଭିତରେ ସେ ଗୋଟେ କଲର ଚଏସ୍ କରୁଛି। ଯେତେବେଳେ ସେ କଲର ଟା ଚଏସ୍ କରୁଛି କି ମତେ ରେଡ କଲର କାର ହିଁ ଦରକାର ଅଛି, ସେତେବେଳେ ବାପା କହୁଛି ଠିକ ଅଛି, ତୋର ଯାହା ନେବାର ଅଛି ନେଇଯା। ବାପା ଏବେ ଏଇ ଯୋଉ ପିଲା ପାଇଁ ଯୋଉଟା ରିଏଲିଟି ଅଛି, ପିଲା ପାଇଁ କଣ ରିଏଲିଟି, ନାଇଁ ନାଇଁ ମତେ ରେଡ କାର ହିଁ ଦରକାର ଅଛି, ମତେ ୟେଲୋ କାର କି ହ୍ୱାଇଟ କାର ଦରକାର ନାହିଁ, ମତେ ରେଡ କାର ଦରକାର ଅଛି, ସେଠି ତାର ଆଟାଚମେଣ୍ଟ ଅଛି ପିଲାର। ବାପା କିନ୍ତୁ କାରଟା ୟେଲୋ ହଉ କି ରେଡ ହଉ, ମତେ ଖାଲି ପେମେଣ୍ଟ କରିବାର ଅଛି, ମାନେ ବାପା ଖାଲି ପେମେଣ୍ଟ କରିବାର ଅଛି, ତ ସିଏ ସେ ରେଡ ଆଉ ୟେଲୋ ସେଥିରେ କିଛି ପଶିବାର ନାହିଁ। ତ ପିଲା ପାଇଁ ଯୋଉଟା ରିଏଲିଟି ଅଛି, ତା ବାପା ପାଇଁ ସେଟା ରିଏଲିଟି ନୁହଁ, ସେ ବାପା ସେ ରିଏଲିଟିରୁ ମାନେ ଯୋଉ ମାଇନର ରିଏଲିଟିଠୁ ଟିକେ ଉପରକୁ ଅଛି। ତେଣୁ ସେଥିପାଇଁ ବାପା ଖାଲି ପେମେଣ୍ଟ କରିବ, କିନ୍ତୁ ଏଇ ଦୁନିଆର ଯୋଉଟା ମେଟେରିଆଲ ଥିଙ୍ଗସ ଯୋଉଟା ବାପା ପାଇଁ ବି ରିଏଲ ବୋଲି ଲାଗୁଛି, ଏଟା ସ୍ପିରିଚୁଆଲ ଦୃଷ୍ଟିକୋଣ ଦେଖିଲେ ଏଟା ରିଏଲ ନୁହେଁ, ରିଏଲ ଟେମ୍ପରାରୀ। ତେଣୁ ସେଥିପାଇଁ ସ୍ପିରିଚୁଆଲ ଦୃଷ୍ଟିକୋଣରେ ତାର ଫ୍ଲେଭର ଟା ଅଲଗା ଥାଏ। ଡୁଆଲିଟିକୁ ଦେଖିଲା ବେଳେ, ଦ୍ୱନ୍ଦ୍ୱ ଜିନିଷ ଦେଖିଲା ବେଳକୁ ମେଟେରିଆଲ ଡୁଆଲିଟି ଗୁଡା ସବୁ ମାଇନର ଲାଗିବ। ତ ଯେତେବେଳେ ଆମେ ମେଟେରିଆଲ ଡୁଆଲିଟିକୁ ଆକ୍ସେପ୍ଟ କରିବା ଆଉ ସ୍ପିରିଚୁଆଲ ଭର୍ସନରେ, ତ ସ୍ପିରିଚୁଆଲ ପର୍ସନ କଣ କରିବ, ସେ ଦିଟାକୁ ବୁଝିବ କି ମେଟେରିଆଲ ଲେଭେଲରେ କଣ ଡୁଆଲିଟି, ଦ୍ୱନ୍ଦ୍ୱ କଣ ଅଛି, ଏଇଟା ଭଲ, ଏଇଟା ଖରାପ, ଏଇଟା ହାନି, ଏଇଟା ଲାଭ, ଏଇଟା ସୁଖ, ଏଇଟା ଦୁଃଖ, ସେଟା ବୁଝିବ। ଆଉ ସିଏ ଟ୍ରାନ୍ସେଣ୍ଡ କରିବ, କ୍ରସ୍ କରିକି ଯିବ। କ୍ରସ୍ କରିକି ଯିବ ମାନେ ଏଇ ଯୋଉ ଡୁଆଲିଟିକୁ କେମିତି କ୍ରସ୍ କରିବ, ଲାଷ୍ଟ ସେସନରେ କହିଥିଲି, ମେଟେରିଆଲ ଟେମ୍ପରାରୀନେସ, ଭୌତିକ ଜୀବନ କ୍ଷଣସ୍ଥାୟୀ,
याकू बेस करिकी से क्रॉस करिकी जीव भौतिक जीवन क्षणस्थायी अच्छी तो ये सुख हो दुख हो हानि लाभ जहाँ भी अच्छी तो यहाँ बेसी दिन रही तेणु टॉलरेट करदेव दीटा सुख और दुख दीटा इक्विपोज हो आगू से मूव ऑन करिवो विथ ड्यू ह्यूमिलिटी ताले से कौन एक तरह जो इक्वानिमिटी समभावना गुण ताकू हायर हायर टू हायर जो आत्मानुभूतिर उन्नत स्तर को नहीं पारिबो सेटो से पुणी गॉड रिलेशन स्टार्ट करि पारिस प्रभा लेखि अमृतत्व मीन्स इटर्नालिटी तो पूरा एतिकी अछि से जे भौतिक जीवन रो जे कौन जिनस द्वारा प्रभावित हो जाउची ता पई स्पिरिचुअल ही इज नॉट रेडी फॉर स्पिरिचुअल वर्ल्ड तेणु हमको इंडिपेंडेंट हवार अछि ना इंडिपेंडेंट टू मटेरियल थिंग ना कि लोक जेतले हेतपई कहली लोक माने या बुझिया दरकार कि तमे तो कोतरे पार्टिसिपेट करना तमे सोशलाइज होना ना सेमती हवार नहीं इंडिपेंडेंट माने सब भितरे रही कि भी हमको इंडिपेंडेंट हवार अछि ता आगु को आर ट्रिक टेक्निक भी सिखिवार अछि ए भगवत गीतार ए 2 नंबर अध्याय रे अछि ठीक अछि तो आउ किछि प्रश्न अछि कि ना क्लियर हैला किछि तो मुझे मोर जो क्वेश्चन था जे ब्रह्म ज्योति आ स्वर्ग भितर डिफरेंस जेମିତି आमे ସମସ୍ତେ पूरा କହିଲେ गोटे तो मु प्लान करछि नेक्स्ट वीक को आमे या ऊपर गोटे पूरा छोटा टॉपिक नुहे पूरा हाफ एन आवर लागिवो तो आमे या ऊपर पूरा टॉपिक डिस्कशन करबा गोटे आइदर बुक रीडिंग सेशन हो किंबा प्राय बुक रीडिंग सेशन ने हम गोटे चैप्टर 8 नै जिबा कि डिफरेंस कोन अछि ब्रह्म ज्योति आ स्वर्ग ठीक अछि ठीक अछि हम एठी रहबा समय हे गलानी क्षमा करबे टिके बड़ी है समय ठीक अछि पञ्चाकल्पतरुर्गस्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव भक्तवृंद की जय जगत गुरु श्रील प्रभुपाद की जय जय गौर प्रेमानंद हरे हरे कृष्णा